ଯୀଶୁ କହିଲେ ଥରେ ଜଣେ ଧନୀ ଲୋକ ସଦାବେଳେ ଭଲ ଭଲ ପୋଷାକ ପିନ୍ଧୁଥିଲା। ସେ ଏତେ ଧନୀ ଥିଲା ଯେ ପ୍ରତିଦିନ ଗୋଟିଏ ବିଳାସପୂର୍ଣ୍ଣ ଭୋଜି ଦେବାକୁ ସକ୍ଷମ ଥିଲା। ଲାଜାର ନାମରେ ଜଣେ ଅତି ଗରିବ ଲୋକ ଥିଲା। ତା ଦେହ ଘାରେ ଭରି ଯାଇଥିଲା। ଲାଜାର ପ୍ରାୟ ସବୁ ସମୟରେ ଧନୀ ଲୋକଙ୍କ ଫାଟକ ପାଖରେ ପଡି ରହୁଥିଲା। ଧନୀ ଲୋକ ଖାଇସାରିବା ପରେ ଯାହା ଛାଡ଼ିଦିଏ ସେହି ଅଇଁଠା ଅଂଶତକ ଖାଇବାକୁ ଚାହୁଁଥିଲା। କୁକୁରମାନେ ଆସି ତାର ଘାକୁ ଚାଟୁଥିଲେ। ପରେ ଲାଜାର ମରିଗଲା। ସ୍ୱର୍ଗଦୂତମାନେ ତାହାକୁ ନେଇଯାଇ ଅବ୍ରାହମଙ୍କ କୋଳରେ ରଖିଲେ। ଧନୀ ଲୋକ ଜଣକ ମଧ୍ୟ ମରିଗଲା ଓ ତାହାକୁ କବର ଦିଆଗଲା। ତାହାକୁ ନର୍କକୁ ପଠାଇ ଦିଆଗଲା। ସେଠାରେ ସେ ବହୁତ ଯନ୍ତ୍ରଣା ଭୋଗ କଲା। ଧନୀ ଲୋକ ଜଣକ ଉପରକୁ ଅନେଇଲା ଓ ଲାଜାରକୁ କୋଳରେ ଧରିଥିବା ଅବ୍ରାହମକୁ ବହୁତ ଦୂରରେ ଦେଖିଲା। ସେ ଡାକିଲା, ପିତା ଅବ୍ରାହମ, ମତେ ଦୟାକର, ମୋ ପାଖକୁ ଲାଜାରକୁ ପଠାଅ। ସେ ତା ଅଙ୍ଗୁଳି ଟିପକୁ ପାଣିରେ ବୁଡାଇ ମୋ ଜିଭରେ ଟୋପାଏ ଟୋପାଏ ପାଣି ଦେଉ। ମୁଁ ଏହି ନିଆଁରେ ବହୁତ ଯନ୍ତ୍ରଣା ଭୋଗ କରୁଛି। କିନ୍ତୁ ଅବ୍ରାହମ କହିଲେ, ପୁଅ, ତୁ ଯେତେବେଳେ ବଞ୍ଚିଥିଲୁ ସେତେବେଳେ କଥା ଟିକିଏ ମନେ ପକା। ତୁ ଜୀବନରେ ସମସ୍ତ ବିଷୟ ପାଇଛୁ, କିନ୍ତୁ ଲାଜାର ପାଇଁ ସମସ୍ତ ଖରାପ ଜିନିଷ ଘଟିଛି। ଏବେ ସେ ଆରାମରେ ଅଛି ଓ ତୁ ଯନ୍ତ୍ରଣା ଭୋଗୁଛୁ। ତା ଛଡା ତୋର ଆମ୍ଭ ମଝିରେ ଗୋଟିଏ ବଡ ଖାତ ଅଛି। ତତେ ସାହାଯ୍ୟ କରିବା ପାଇଁ ସେହି ଖାତକୁ କେହି ପାରି ହୋଇପାରିବେ ନାହିଁ ଏବଂ ସେହି ସ୍ଥାନ ଛାଡି କେହି ଏଠାକୁ ଆସିପାରିବେ ନାହିଁ। ଧନୀ ଲୋକ ଜଣକ କହିଲେ, ତେବେ ପିତା, ଦୟାକରି ଲାଜାରକୁ ପୃଥିବୀରେ ଥିବା ମୋର ବାପାଙ୍କ ଘରକୁ ପଠାନ୍ତୁ। ମୋର 5 ଜଣ ଭାଇ ଅଛନ୍ତି। ଲାଜାର ମୋର ଭାଇମାନଙ୍କୁ ସତର୍କ କରାଇଦେବ। ତାହା ହେଲେ ସେମାନେ ଏହି ଯନ୍ତ୍ରଣା ଭୋଗ କରିବା ସ୍ଥାନକୁ ଆସିବେ ନାହିଁ। କିନ୍ତୁ ଅବ୍ରାହମ କହିଲେ, ସେମାନଙ୍କ ପାଖରେ ମୋଶାଙ୍କ ନିୟମ ଓ ଭବିଷ୍ୟତ ବକ୍ତାମାନଙ୍କ ଲେଖା ସବୁ ପଢିବା ପାଇଁ ରହିଛି। ସେମାନେ ସେଥିରୁ ଶିକ୍ଷା ଲାଭ କରନ୍ତୁ। ଧନୀ ଲୋକଟି କହିଲା, ନା ପିତା ଅବ୍ରାହମ, ଯଦି ମରିଯାଇଥିବା ଲୋକମାନଙ୍କ ଭିତରୁ କେହି ଜଣେ ତାହାଙ୍କ ପାଖକୁ ଯାଏ, ତେବେ ସେମାନେ ବିଶ୍ୱାସ କରିବେ ଓ ସେମାନଙ୍କର ହୃଦୟ ଓ ଜୀବନକୁ ପରିବର୍ତ୍ତନ କରିବେ। କିନ୍ତୁ ଅବ୍ରାହମ ତାହାଙ୍କୁ କହିଲେ, ନା, ଯଦି ତୁମ୍ଭ ଭାଇମାନେ ମୋଶା ଓ ଭବିଷ୍ୟତ ବକ୍ତାମାନଙ୍କ କଥା ଶୁଣିବେ ନାହିଁ, ତେବେ ସେମାନେ ମୃତ୍ୟୁରୁ ଫେରି ଆସିଥିବା କୌଣସି ଲୋକଙ୍କ କଥା ମଧ୍ୟ ଶୁଣିବେ ନାହିଁ।